एकविंश पाला पुत्र संतान पाई आज से पुत्र को आभिमुख्य कर से लीलामय कृष्णंकर लीला कीर्ति कहवा देवर्षि नारद आगे आसुंच प्रभुंर नाम गाई पहुंची गले आगे से दिन देवकी माँ पाखे कहले माँ अच्छा देवकी माँ मोर प्रणाम ग्रहण करेंगे अच्छा माँ तमें मने मने भारी गर्व कर भारी खुशी हो अच्छा कहीं माँ एत खुशी हो गर्व कर कहल ना तमें कह देवकी माँ तुम कृष्ण को जन्म दे अच्छा तुम गर्भ कृष्ण जन्म होती अच्छा कहल माँ तमें सीना निज को कथा कहूच जगत में कहीं कहूनी जे कृष्ण तमर पुओ बोली
ବିଶ୍ୱବାସୀ କେହି କହୁନାହାନ୍ତି ଯେ ବସୁଦେବ ପୁଅ କୃଷ୍ଣ ବୋଲି। ସମସ୍ତେ କହୁଛନ୍ତି ଆଜ୍ଞା ନନ୍ଦ ନନ୍ଦନ କି ଜୟ। ସମସ୍ତେ କହୁଛନ୍ତି ଆଜ୍ଞା ଯଶୋଦା ନନ୍ଦନ କି ଜୟ। କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଲେଖାରୁ ଆଗେ ସୁନ୍ଦର ଗୋଟେ ପଦ। ଦେବର୍ଷି ନାରଦ ସେଦିନ ଦେବକୀଙ୍କର ଗର୍ବ ଭାଙ୍ଗିବାକୁ କହିଲେ, କହିଲେ ତୁମ୍ଭେ କି ପାର ନା ଜାଣି ଯେ ତୁମ୍ଭର ପୁତ୍ରମଣି ହୋ, ତୁମ୍ଭେ କି ଆହା ତୁମ୍ଭର ପୁତ୍ରମଣି ହୋ, ଚିନ୍ତାମଣି ଜଗତେ ଦହିତ, ଆହା ଚିନ୍ତାମଣି ଜଗତେ ଦହିତ, ଆହା ତୁମ୍ଭ ରାଜାକୁ ତପନ କରିବାକୁ ସମ୍ଭାଷଣ ହୋ, ତୁମ୍ଭ ରାଜା ଆହା କରିବାକୁ ଇଚ୍ଛାମୟ ଇଚ୍ଛା ଅନାୟତ ଇଚ୍ଛାମୟ ଦେବର୍ଷି ନାରଦ କହିଲେ ମା ଶୁଣ ଶୁଣ, ଆଚ୍ଛା ତମେ ସିନା କହୁଛ ତମ ପୁଅ, ତମେ ଗର୍ଭରେ ଧରି 10 ମାସ ଆମକୁ ଜନ୍ମ ଦେଇଛ। ଆଚ୍ଛା ବସୁଦେବ ପୁଅ ବୋଲି କେହି ଜଗତରେ କହୁନି, ଦେବକୀ ପୁଅ ବୋଲି ଜଗତରେ କେହି କହୁନି। ସମସ୍ତେ କହୁଛନ୍ତି ନନ୍ଦ ନନ୍ଦନ କି ଜୟ, ସମସ୍ତେ କହୁଛନ୍ତି ଯଶୋଦା ନନ୍ଦନ କି ଜୟ। ତମେ ସିନା ଜନ୍ମ ଦେଇଛ, ହେଲେ ବିଶ୍ୱରେ ସ୍ନେହମୟୀ ମା ହଉଛି ଯଶୋଦା। ତମେ ସିନା ଦେହରୁ ରକ୍ତ ନିଗାଡ଼ି ଦେଇଛ ମା, ହେଲେ ମମତା ଡୋରିରେ ସ୍ନେହ ଡୋରିରେ ବାନ୍ଧି ରଖିଛି ଯଶୋମତୀ ମା। ତେଣୁ ଜଗତରେ ବିଶ୍ୱରେ ସେ ବନ୍ଦନିଆ। ତାପରେ ତମେ 100 ଗୁଣରେ ହେଇପାରିବନି। 7 ଜନ୍ମ ଗଲେ ବି ଯଶୋଦା ମା ପରେ ସ୍ନେହ ପ୍ରେମ ତମ ପାଖରେ ମିଳିବନି। କଣ ଜାଣିନି? ତମେ ମିଛରେ ସେ କଥା କହୁଛ। ତମେ ମିଛରେ କୃଷ୍ଣ କୃଷ୍ଣ ବାଇଆ ହଉଛ, ହେଲେ କୃଷ୍ଣ ଜଣକ ପ୍ରେମରେ ବାଇଆ। ଦେଖନ୍ତୁ ଆଜ୍ଞା, ଚାଲନ୍ତୁ ତମେ ପୂର୍ବକୁ ଫେରିଯିବା। ତେଣୁ କାହିଁକି କହିଲେ କଥା ଯେ ଜଗତରେ ସମସ୍ତେ ଯଶୋଦା ନନ୍ଦନ କି ଜୟ କହିଲା ବେଳେ କାହିଁକି କେହି କହିଲେନି ଦେବକୀ ପୁଅ କୃଷ୍ଣ? ଦେବକୀ ମା ସିନା ଜନ୍ମ ଦେଲେ, ହେଲେ ସ୍ନେହମୟୀ ବାତ୍ସଲ୍ୟମୟୀ ହେଇଗଲେ ମା ଯଶୋଦାରେ। ହେଲେ ମା ଥିଲେ ଜନ୍ମ ଦେଇଦେଲେ କେହି ମା ହେଇଯାଏ ନା, ଗର୍ଭରେ ଧରିଦେଲେ କେହି ମା ହେଇଯାଏ ନା। ସଚିରାମ ତ ସୁନ୍ଦର କଥା କହିଲେ, କହିଲେ ମା ବୋଲି ଯେଉଁ ନାଁଟି କିଏ ବାଛିଲା ସତେ, ତାକୁ ବଳି ଆଉ ମଧୁର କିଛି ନ ଲାଗେ ମତେ, ତାକୁ ବଳି ଆଉ ମଧୁର କିଛି ନ ଲାଗେ ମତେ, ତାକୁ ବଳି ଆଉ ମଧୁର କିଛି ନ ଲାଗେ ମତେ। ଖାଇ ନଥିଲେ କେ କହିବ ଆହା ବାପ ଧନରେ, ଭୋକ ଲାଗୁନି କି ବାବୁରେ ସୁଖ ନାହିଁ ମନରେ, ରୋଗ ବାଗ ହେଲେ ବିଛଣା ତାକ ଛାଡ଼ିବ ନାହିଁ, ପାଣି 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 ପତେଇ ଦିଏ ଦିଏ ଶୁଆଇ, ପାଣି 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 ପତେଇ ଦିଏ ଦିଏ ଶୁଆଇ, ପାଣି 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 ପତେଇ ଦିଏ ଦିଏ ଶୁଆଇ। ଦେବର୍ଷି ନାରଦ କହିଲେ ମା ବିଶାଳ ହୃଦୟ ହେଉଛି ମାର, ନିଃସ୍ୱାର୍ଥପର ଭଲ ପାଇବା ଦିଏ ମା, ଯାହା ଭଲ ପାଇବାର ସ୍ୱାର୍ଥ ନଥାଏ, କିଛି ପାଇବାର ଲାଳସା ନଥାଏ, କିଛି ପାଇବାର ଲୋଭ ନଥାଏ। ତମେ କୋଉ ସେ ଭଲ ପାଇବା ଦେଇପାରିବ ନା? ସେ ପ୍ରେମ ତମ ଅନ୍ତର ଭିତରେ ଅଛି। ଆଉ ଯୋଉ ପ୍ରେମ ରଖିଥିଲେ ଯଶୋଦା, ଯୋଉ ସ୍ନେହ ରଖିଥିଲେ ଯଶୋଦା, ଯୋଉ ପ୍ରେମଟାକୁ ଅନ୍ତର ଭିତରେ ସାଇତି ଥିଲେ, ଆଉ ଯୋଉ ପ୍ରେମ ପାଇଁ ସେ ବିଶ୍ୱବନ୍ଦନିଆ ହୋଇଗଲେ ରେ। ଆଉ ଜାଣିଛ ସରଳ ଲବଣୀ ଟିକେ ଖାଇବାର ବିଳମ୍ବ ହେଇଗଲେ ମା ଯଶୋଦା ପାଗଳି ହେଇଯାଏ। ଆଉ କୃଷ୍ଣଙ୍କର ଆସିବା ବିଳମ୍ବ ହେଇଗଲେ ନନ୍ଦରାଜା ଅସ୍ଥିର ହେଇ ପଡନ୍ତି। ବୃଦ୍ଧ ନନ୍ଦରାଜା ବାଡ଼ି ଧରି ଆଜ୍ଞା ଗୋପଦାନରେ ଖୋଜି ଆସନ୍ତି କାହିଁ କହ୍ନେଇ ବୋଲି, କାହିଁ କହ୍ନେଇ କହ୍ନେଇ କହିଛି ଆଜ୍ଞା ଖୋଜି ଆସନ୍ତି। ସିଏ ହେଲେ ନନ୍ଦରାଜା। ଆଉ ଧେନୁ ନେଇ ଯାଇଥିବା ବେଳେ ବିଳମ୍ବ ତାକୁ ଦେଖି ମା ଯଶୋଦା ସବୁବେଳେ ପାଗଳି ହେଇଯାନ୍ତି। ଆଜ୍ଞା ବିଦଗ୍ଧ ଚିନ୍ତାମଣିର ଅଭିମନ ସାମନ୍ତ ସିଂହାର ଛାନ୍ଦରେ ଗୋଟେ ସୁନ୍ଦର କଥା କହିଲେ, ବୋଲେ ଧୀରେ ଘେନ କାନ ନରେ କୃଷ୍ଣ ବିଳମ୍ବିତ, ଆହା କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଡୁଛନ୍ତି ନନ୍ଦ କଳା।
কৃষ্ণর বিলম্ব হয়ে মা যশোদা পাগলি হয়ে যায় কৃষ্ণঙ্কর বিলম্বতা হয়ে মা যশোদা বাইয়াণী হয়ে যায় ସରଳବଣୀ ହାତରେ ଧରି ବାଇଆଣି ପାଗିଳି ପରି ଗୋପଦାଣ୍ଡେ ଧାଇଁ ଯାଏ ଆଉ ତମର ସେ ଭାବ କୁଆଡୁ ଆସିବ ତମର ସେ ନିଃସ୍ୱାର୍ଥ ପର ଭଲ ପାଇବା କୁଆଡୁ ଆସିବ ତମେ ସିନା ରାଜରାଣୀ ହେଇଛ ଐଶ୍ୱର୍ଯ୍ୟ ବିଭବ ତମ ପାଖରେ ଅଛି ହେଲେ ଦୁଃଖିନୀ ମା ପାଖରେ ତା ନାହିଁ ନାହିଁ ଐଶ୍ୱର୍ଯ୍ୟ ନାହିଁ ରାଜପୁରୀ ନାହିଁ ବିଳାସ ବେସନ ହେଲେ ଅନ୍ତର ମଧ୍ୟରେ ଅଛି ତାର ସେ ବାତ୍ସଲ୍ୟ ପ୍ରେମ ଅଛି ତା ଅନ୍ତର ମଧ୍ୟରେ ପୁଅ ପାଇଁ ନିଃସ୍ୱାର୍ଥପର ଭଲ ପାଇବା ଆଉ ମା ନାମ ମାର ମଧୁରତା ମାର ପବିତ୍ରତା ମାର ଶାନ୍ତି ମୈତ୍ରୀ ଭାବ ଆଉ ଅନ୍ୟ କୋଉଠି ମିଳେନି ତେଣୁ ମା ପରି ଭଲ ପାଇବା ସଂସାର ଭିତରେ ଆଉ କେହି ଦେଇପାରେନି ସେ ଗର୍ଭଧାରିଣୀ ମା ହଉ କି ବାତ୍ସଲ୍ୟମୟୀ ମା ହଉ ତେଣୁ ଯୁଗେ ଯୁଗେ ଯଶୋଦା ବନ୍ଦନିଆରେ ଆଉ ଖାଲି ସେତିକି ନୁହଁ କୋଇଲି ଶିକ୍ଷାରେ ଗୋଟେ ସୁନ୍ଦର କଥା ମନେ ପଡେ କହିଲେ କୋଇଲିଲ ଯେ ଘର ମୋର ଇଏ ନମଣନ୍ତି ନନ୍ଦ କୋଇଲିଲ ଘର ମୋର କୋଇଲିର ଖଣ୍ଡ କ୍ଷୀର ଦେବି ମୁଁ କାହାକୁ ଯେ ଖାଇବାର ପୁଅ ଗଲା ମଥୁରାପୁରକୁ ହେ ତାହେଲେ ଗୋପର ମଥୁରା କାହିଁକି ଗଲେ ଗୋପକୁ କାହିଁକି ଭାବଗ୍ରାହୀ ଆସିଲେ ଆଜି ଅନନ୍ତ କାହିଁକି ଗଲେନି ଆଉ ସବୁ ପ୍ରେମ ଠାରୁ ଗୋପର ପ୍ରେମ କାହିଁକି ନିଆରା ଗୋପାଙ୍ଗନାକୁ କାହିଁକି ପ୍ରାଧାନ୍ୟ ଦେଲେ ଭାଗବତ ଆଜ୍ଞା ପୁରାଣ ଶାସ୍ତ୍ର ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହିସାବରେ ଆଜ୍ଞା ମୀମାଂସାର ଗ୍ରନ୍ଥ ହଉଛି ଭାଗବତ ଆଚ୍ଛା ଭାଗବତରେ ଅତି ବଡ଼ ଜଗନ୍ନାଥ ଦାସ କଣ କହିଲେ କହିଲେ ଗୋବିନ୍ଦ 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 ଇଏ ପଦୁ ଗାଳୁଛି ମାତାର ରୋଛି ମାତା ପଦୁ ଗାଳୁଛି ସେ ମହକର ମକରନ୍ଦ ପାନ କରି ହେଲେ ତରିଲେ ବ୍ରଜ ନାରୀ ଆଚ୍ଛା ଟୁନା ବାବୁ ଲୀଳାମୟ ତ ଅନେକ ଲୀଳା କୀର୍ତ୍ତି କଲା ବେଳେ ଭକ୍ତ ମାନଙ୍କୁ ମୁକ୍ତି ଦେଇ ସାରିଲା ପରେ ଏ ଗୋପାଙ୍ଗନାକୁ ଏତେ ପ୍ରାଧାନ୍ୟ କାହିଁକି ଦେଲେ ଆଉ କୋଉଠି ଲୀଳା ନ କରି ମଥୁରାର ଜନ୍ମ ହେଇ ସେ ଗୋପରେ କାହିଁକି ରହିଲେ କାହିଁକି ଜଗନ୍ନାଥ ଦାସ ଲେଖିଲେ ହେଲେ ତରିଲେ ବ୍ରଜ ନାରୀ ଏ ବ୍ରଜ ନାରୀ କିଏ ବିଶ୍ୱବ୍ୟାପକ ଭଗବାନ କିଏ ଆଜ୍ଞା ସେଦିନର ସନ୍ଥ ବଳରାମ ଦାସ କହିଲେ ସତ୍ୟରେ ଯେ ନୃସିଂହନାଥ ଆଉ ତ୍ରେତାରେ ସିଏ ରଘୁନାଥ ତ୍ରେତାରେ ସିଏ ରାଘ ତ୍ରେତାରେ ସିଏ ଦ୍ୱାପର ହେଲା ଗୋପୀନାଥ କଳି ଯୁଗରେ ଜଗନ୍ନାଥ ଦ୍ୱାପର ହେଲା ଗୋପୀନାଥ କଳି ଯୁଗରେ କହିଲେ ସତ୍ୟରେ ଯେ ନୃସିଂହନାଥ ଆଜ୍ଞା ତ୍ରେତାରେ ସେ ରଘୁନାଥ ଆଚ୍ଛା ତ୍ରେତାରେ ଯେ ରଘୁନାଥ ଦ୍ୱାପରରେ ସିଏ ହେଲେ ଗୋପୀନାଥ ଦ୍ୱାପରରେ ଯେ ଗୋପୀନାଥ ଇଏ କଳିରେ ସେ ଜଗନ୍ନାଥ ହେ
লক্ষ শালগ্রাম উপরে অবতীর্ণ হইଥିବା মহাপ্রভু জগন্নাথ যাହାର ଆଦି ନାହିଁ ଅନ୍ତ ନାହିଁ ଯେ ନିରାକାର ନିର୍ବିକଳ୍ପ ଯେ ଚିରନ୍ତନ ସତ୍ୟ ଶାଶ୍ୱତ ଆଚ୍ଛା ଏତେ ଲୀଳା କରି ସାରିଲା ପରେ ଭଗବାନ କାହିଁକି ଆଜ୍ଞା ଗୋପାଙ୍ଗ ନା ଗୋପ ନାରୀକି ପ୍ରାଧାନ୍ୟ ଦେଲେ ତ୍ରେତା ଯୁଗରେ ରାମ ଅବତାରରେ ଆଜ୍ଞା ଦଶରଥ ବଂଶର ଅବତୀର୍ଣ୍ଣ ହେଲା ବେଳେ ସୂର୍ଯ୍ୟବଂଶୀ ଦଶରଥ ପୁଅ ରାମ ଆଜ୍ଞା ଜଗତ ବିଶ୍ୱ ଜାଣିଛି ପୂର୍ଣ୍ଣ ବ୍ରହ୍ମ ହେଲେ ରାମ ଗାୟକ ସମ୍ରାଟ ସେଇ କଥା କହିଲେ ବୈଷ୍ଣବ ଚରଣ ପ୍ରଧାନ ମହୋଦୟ କହିଲେ କାମ କଲ ପତରୁ हे विश्व महामेरु ये दशरथ कौशल्या सूतम हरि दशरथ कौशल्या सूतम ये दशरथ ये वंदित ब्रह्मा हर नागर सुरासुर ये नागर ये वंदित ब्रह्मा हर नागर ये मथिल तोरा तोरा सिंह ये मथिल तोरा तोरा ये नाम कला पतारे हे विश्व महामेरु महामेरु दशरथ कौशल्या सुतम दशरथ ऐरसरु कौशल्या गर्भर सृष्टि होइथिबा राघवेंद्र सरकार राजीव लोचन राम जेतेबेले जाउथिले बन पथरे आगे अपरूप नवद्रुबादल श्यामल कांति नव घन सुंदर रूप को देखी सेदिन आज्ञा बाया होई गले 16,000 ऋषि माने अच्छा रूपटा केमिति थिला सेदिन रामंकर जे राम से आगे कृष्ण आगे अयोध्या सभारे राम ठाकुर बसिला बेले आगे सेदिन चंद्र जाई पहुंचिला हाथ जोड़ी कहले ठाकुरे मु कोन अपराध कली मो कर्म कोन भूल हे गला मोर दोष कोन आपण सूर्य वंशर सृष्टि हेले हेले मते काहे कि न्यून कले अच्छा मते काहे के त सानो कले सूर्य को बड़ कले सूर्य वंशर आपण सृष्टि हेले अच्छा सूर्य को 12 रे आपण जन्म हेले सूर्य को टीका बा तिलक को मथारे पिंधिले मु चंद्र कोन अपराध कली अच्छा मते काहे कि सानो कले भावग्राही ठाकुर कहले रखिली आज सिना त्रेता युगर सूर्य वंशी हेली मु द्वापर युगर चंद्र वंशी हे सृष्टि हेबी आ तमर वंशर सृष्टि हेबी मु जेतले जन्म हेबी आगे तमे देखिबो तमे दर्शन करि साला परे मु जाई संसार को ये पृथ्वी की आसीबी तनो भावग्राही कथा देई छंदी आगे द्वापर युगर चंद्र वंशर सृष्टि हेबे अच्छा चंद्र वंशर सृष्टि हेबे चंद्र आगे देखिबे आ चंद्र वंशर कृष्ण चंद्र नाम को लेके आसीबे तनो कथा देई छंदी सेही काल ताहले हम जानिबा प्रथमे रामजी कृष्ण से ताहले राम जदि कृष्ण ये गोपनारी के सेदिनर वैदेही विलास छांद ओम प्रासरे बलिष्ठ कवि कवि सम्राट उपेन्द्र भंज आगे रामंकर अपरूप नवद्रुपादल श्यामल कांति रूप को देखी सेदिन 1600 ऋषि बाया हेले राम को पाइबार प्रयास कले राम को पाइबार आशा रखिले बोले विधाता रामको ये करंता नारी करंता नारी या विधाता रामको आ करंता नारी प्रभु अंताया कोदंड धारी आहा कोदंड धारी ये ब्रह्म पद पाई कि हब कृष्ण ये पोहिमा की परी कामिनी वेश पोहिमा तुमको पुरे रखी पक्षरु हेला भावरे सखी बोले ब्रह्मपदर कौन मिलिबो ब्रह्मपद मुक्ति आवश्यक कौन आमको विधाता नारी करता कि आम नारी हेले ए विश्व स्वरूप सुंदर पुरुष को स्वामी रूप में पाती आगे बेणी की जटा को बेणी भाव में किरी कले विविध कुसुम फूल मंडिले नाउ तुम्हें जल पियते ताकू आगे उड़े कुच जुमर सजेले निजक भल भाव वेश कले नारी वेश राम को पाइबार आशा रखी राम पाखे प्रेम मांगे अंतर्जामी सब जानते माँ
ଅନ୍ତର କଥା ଜାଣିପାରିବା ବିଶ୍ୱବ୍ୟାପକ ଭଗବାନ ସେଦିନ ଋଷିମାନଙ୍କର ଅନ୍ତର କଥା ଜାଣେ। ଆଚ୍ଛା ତମେ ମାନେ ସବୁ ଏ ବେଶ କାହିଁ ଧରିଛ? ତମେ କାହିଁ ରୂପ ହେଇଛ କହିଲ? ତମେ ବାଇଆ ହେଲ ମତେ ଆଶାର କିଛି ପାଇବାରୁ। ତମେ ସବୁ ନାରୀ ହବ ମୋ ସ୍ୱାମୀ ହେବି, ତମେ ପୁରୁଷ ହେଇକି ନାରୀ ଭାବରେ ସଜେଇ ହେଇଛ। ଅନ୍ତର୍ଜମୀ କି କୋଉ କଥା ଜଣା ଅଛି? ଆଚ୍ଛା ମତେ ପାଇବାର ଆଶା ରଖି ତମେ ପୁରୁଷର ନାରୀ ହେଇଛ। ତମ ଆଶାଟା ପ୍ରତିଫଳିତ ହେଇପାରିବନି। ତମେ ମତେ ଯୋଉ ପାଇବାର ଆଶା ରଖିଛ ତମ ଅଭିଳାଷ, ତମ ଅଭିଳାଷ କେବେ ପୂର୍ଣ୍ଣ ହବନି। ତମକୁ ଅପେକ୍ଷା ହବ ମୁଁ ଦ୍ୱାପର ଯୁଗରେ କୃଷ୍ଣ ହିଁ ଜନ୍ମ ହେବି, ତମେ 1600 ବର୍ଷ ଋଷିବୃନ୍ଦ 1600 ବର୍ଷ ଗୋପନାରୀ ହବ। ତେଣୁ ତମକୁ ସେଇ ଦ୍ୱାପର ଯୁଗରେ ମୁଁ ଆଶାଦିତ ପ୍ରେମ ବା ପ୍ରୀତି ପ୍ରଦାନ କରିବି। ହେଲେ ଏ ତ୍ରେତା ଯୁଗରେ ଅପେକ୍ଷା କରି ତ୍ରେତା ଯୁଗରେ ତମର ଆଶା ପୂର୍ଣ୍ଣ କରିପାରିବି ନାହିଁ। କାହିଁକି ନା ତ୍ରେତା ଯୁଗରେ ରାମ ଠାକୁର ଏକ ପତ୍ନୀ ଗ୍ରହଣ କରିଥିଲେ, ସୀତା ବ୍ୟତୀତ ଦ୍ୱିତୀୟ ନାରୀର ପାଣି ଗ୍ରହଣ କରିପାରିବିନି। କାହିଁକି ନା ବାସର କକ୍ଷରେ ପ୍ରାଣପ୍ରିୟ ସୀତାଙ୍କୁ ମୁଁ କଥା ଦେଇଛି, ସୀତା ବିନା ଦ୍ୱିତୀୟ ନାରୀକି ସ୍ପର୍ଶ କରିବିନି, ଦ୍ୱିତୀୟ ନାରୀକି ଛୁଇଁବିନି, କି ମନ ପ୍ରାଣ ଆଜ୍ଞା ଅନନ୍ତ ମୁଁ ଦେବି ନାହିଁ। ସେଇ ବୈଦେଶ ବିଳାସ ଭଞ୍ଜ କବି ଲେଖିଛନ୍ତି, ବିଦଗଧ ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଥିବାର ଏ ଦେହେ, ବନ୍ଧୁ ଜୀବନ ଥିବାର, ବନ୍ଧୁ ଜୀବନ ଥିବାର ଏ ଦେହେ। ଜଳୁଥିବା ବାସର ଦୀପକୁ ଛୁଇଁ ଅତର୍କିତ ଶପଥ କରିଛି, ସୀତା ବିନା ଦ୍ୱିତୀୟ ନାରୀକି ଚାହିଁବିନି, ସୀତା ବିନା ଦ୍ୱିତୀୟ ନାରୀ ପାଣି ଗ୍ରହଣ କରିବିନି, ନା ବିଳାସିନୀ ନ କରିବି ଆନକୁ, ବୋଲି ଛୁଇଁ ଦୀପ ହୁତା ସଦକୁ, ବୋଲି ଛୁଇଁ ଦୀପ ହୁତା, ବୋଲି ଛୁଇଁ ଦୀପ ହୁତା। ଆଜ୍ଞା ଦୀପର ତେଜକୁ ଛୁଇଁ ମୁଁ ସତ୍ୟ କରିଛି, ସୀତା ବିନା ଦ୍ୱିତୀୟ ନାରୀ ଛୁଇଁବିନି, ସୀତା ବିନା ଦ୍ୱିତୀୟ ନାରୀ ଚାହିଁବିନି। ତମେ ଦ୍ୱାପର ଯୁଗକୁ ଅପେକ୍ଷା କର। ଦ୍ୱାପର ଯୁଗକୁ ଅପେକ୍ଷା କଲେ ଆଗେ ସେଦିନର 16,000 ଋଷିମାନ, 1600 ବର୍ଷ ଋଷି ଆଜ୍ଞା 1600 ବର୍ଷ ଗୋପନାରୀ ହେଇକି ଜନ୍ମ ହେଲେ କୃଷ୍ଣଙ୍କ ପାଖରୁ ପ୍ରେମ ଆଶା ପାଇବାର୍ଥେ। ଆଉ ଯୋଉ କୃଷ୍ଣ ଲୀଳା କରି ଭାବରେ ପ୍ରେମରେ ଆଜ୍ଞା ଗୋପାଙ୍ଗନ ଗୋପପୁର ବାସୀଙ୍କୁ ଆଗେ ଆଶାଦିତ ପ୍ରେମ ଦେଇ ପ୍ରେମ ଦୋଳି ବାନ୍ଧିଥିଲେ। ତେଣୁ ଯାହାକୁ ଜନ୍ମ ଦେଇଥିଲେ ଦେବକୀ ମା, କାହିଁକି ଜନ୍ମ ଦେଲେ? ଗୋପରେ କାହିଁକି ରହିଲେ? ନା କଂସ ଅଭିଶାପ ପାଇଛି ଆଜ୍ଞା। ଗୋବନ୍ତ ଋଷି ଅଭିଶାପ ଦେଇଛନ୍ତି ସେଦିନର କଂସକୁ, ଯେ କଂସ ଯଦି ଗୋପର ମାଟିକି ସ୍ପର୍ଶ କରିବ ବା ଗୋପ ମାଟିରେ ପାଦ ଥୋଇବ ଆଜ୍ଞା କଂସର ମୂର୍ଧନ ପାଦ ହବ। ତେଣୁ ଆଜ୍ଞା କୃଷ୍ଣ ବିନା କଂସର ମରଣ ନାହିଁ। ତେଣୁ କୃଷ୍ଣ ଜନ୍ମ ନହେଲେ କଂସ ମରିବନି। ତେଣୁ ଆଜ୍ଞା ଭଉଣୀ ଭେଣୀକୁ କଂସ ସେଦିନ ରଥରେ ବସାଇ ଆନନ୍ଦରେ ଆଜ୍ଞା ନଗର ପରିକ୍ରମା କରୁଥିଲା। ରଥରେ ବସେଇଛି ସେଦିନର କଂସ। କାହାକୁ ବସାଇଛି? ଦେବକୀ ଆଉ ବସୁଦେବଙ୍କୁ। ଦେବତା ମାନେ ଏଇଠି ଗୁଟ ଗଲେ କହିଲେ କଂସ ନ ମଲେ ପୃଥିବୀ ଶାନ୍ତି ପାଇବନି, କଂସ ନ ମଲେ ଆଗେ ଦେବତା ମାନଙ୍କୁ ଶାନ୍ତି ନାହିଁ, ତୃପ୍ତି ନାହିଁ। ଛାନ୍ଦର ସକଳ କବି ଦିନ କୃଷ୍ଣ ଦାସ ସୁନ୍ଦର କଥା କହିଲେ। ରାଗ ହଉଛି ପୁରାତନ ଚକ୍ଷୀଶ୍ୱର, କହିଲେ କୋଣ ପକୁଳର ଭାରେ ହୋଇ ଧର ନିସୁନ୍ଦରୀ,